2026 ରେ ଆପଣ ଆପଣଙ୍କର ଜମି ରେକର୍ଡ କିମ୍ବା ଆପଣଙ୍କର ଯୋଉ ଜମି ପଟା ରହିଛି ତ ତାକୁ ଆପଣ ଆପଣଙ୍କ ମୋବାଇଲରେ କେମିତି ଗୋଟିଏରୁ 2 ମିନିଟ୍ ଭିତରେ ଆପଣ ଡାଉନଲୋଡ କରିପାରିବେ ତ ସେ ବିଷୟରେ ଆଜିର এই ଭିଡିଓରେ ଆପଣମାନେ ଜାଣିପାରିବେ। ତ ସେଥିପାଇଁ ଆପଣମାନେ এই ଭିଡିଓକୁ ସ୍କିପ୍ ନ କରି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣମାନେ ଆପଣଙ୍କର ସେଇ ଯୋଉ ଜମି ରେକର୍ଡ କିମ୍ବା ଜମି ପଟାକୁ ନିଜ ମୋବାଇଲରେ ଗୋଟିଏରୁ 2 ମିନିଟ୍ ଭିତରେ ଆପଣମାନେ ଡାଉନଲୋଡ କରିପାରିବେ। ସେଥିପାଇଁ ଆପଣମାନେ এই ଭିଡିଓକୁ ସ୍କିପ୍ ନ କରି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କିନ୍ତୁ ତା ପୂର୍ବରୁ ଯଦି ଆପଣଙ୍କୁ এই ଭିଡିଓ ଇନଫର୍ମେଟିଭ ଲାଗିବ ତାହେଲେ ଭିଡିଓକୁ ଗୋଟେ ଲାଇକ୍ ନିହାତି କରିବେ ଆଉ ଚ୍ୟାନେଲକୁ ପ୍ରଥମ ଥର ପାଇଁ ଆସିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ତେବେ ଚାଲନ୍ତୁ ଦେଖିବା ଆପଣମାନେ କେମିତି ଆପଣଙ୍କ ନିଜ ମୋବାଇଲରେ ଗୋଟାଏରୁ 2 ମିନିଟ୍ ଭିତରେ ଆପଣଙ୍କର ସେଇ ଜମି ପଟାକୁ ଡାଉନଲୋଡ କରିପାରିବେ। ତ ଆପଣଙ୍କୁ ଆପଣଙ୍କର ଜମି ପଟା ବା ଜମି ପଟାର ରେକର୍ଡକୁ ଡାଉନଲୋଡ କରିବା ପାଇଁ ହେଲେ ନିଜ ମୋବାଇଲରେ ଡାଉନଲୋଡ କରିବା ପାଇଁ ହେଲେ ତ ଆପଣଙ୍କୁ ଯୋଉ ଆପଣଙ୍କ ମୋବାଇଲରେ ରହିଛି ଗୁଗଲ କ୍ରୋମ ବ୍ରାଉଜର ତ ସେଇ ଗୁଗଲ କ୍ରୋମ ବ୍ରାଉଜରକୁ ଆପଣମାନେ ଆସିଯାଆନ୍ତୁ। ତ ଯେମିତି ଆପଣମାନେ ଏଇ ଗୁଗଲ କ୍ରୋମ ବ୍ରାଉଜରକୁ ଆସିବେ ତ ଆପଣଙ୍କୁ ଏଇ ସାମ୍ନାରେ ଯୋଉ ସର୍ଚ୍ଚ ବାର ଦେଖାଯାଉଛି ତ ଏଇ ସର୍ଚ୍ଚ ବାରରେ ଆପଣମାନେ ଟାଇପ କରନ୍ତୁ ଭୁଲେଖ ଓଡ଼ିଶା। ତ ଏଇ ସର୍ଚ୍ଚ ବାର ଯୋଉ ରହିଛି ଆପଣଙ୍କର ତ ଏଇ ସର୍ଚ୍ଚ ବାର ଉପରେ ଆପଣମାନେ ଭୁଲେଖ ଓଡ଼ିଶା ଲେଖିକି ଟାଇପ କରିନିଅନ୍ତୁ। ତ ଯେମିତି ହିଁ ଆପଣମାନେ ଭୁଲେଖ ଓଡ଼ିଶା ଲେଖିକି ଆପଣମାନେ ଏଇ ସର୍ଚ୍ଚ ବାରରେ ଲେଖିକି ସର୍ଚ୍ଚ କରିବେ ତ ଆପଣଙ୍କ ସାମ୍ନାକୁ ଏଠାରେ ପ୍ରଥମରେ ଆପଣଙ୍କର ଯୋଉ ଭୁଲେଖ ଓଡ଼ିଶାର ଯୋଉ ଅଫିସିଆଲ ୱେବସାଇଟ ରହିଛି ତ ତାର ଲିଙ୍କ ଆପଣଙ୍କୁ ଏଠାରେ ଶୋ ହେଇଯିବ। ତ ସିମ୍ପଲି ଆପଣଙ୍କର ଯୋଉ ଏଠାରେ ଲେଖା ହେଇଛି bhuleখ.ori.nic.in ତ ଆପଣମାନେ ଏଇ ୱେବସାଇଟ ଉପରେ ଆପଣମାନେ କ୍ଲିକ କରନ୍ତୁ। ତ ଯେମିତି ଆପଣମାନେ ସେଇ ଭୁଲେଖ ଓଡ଼ିଶାର ଯୋଉ ଅଫିସିଆଲ ୱେବସାଇଟର ଲିଙ୍କ ଉପରେ କ୍ଲିକ କରି ଆସିବେ ତ ଆପଣ ଯୋଉ ଭିଜିଟ କରି ଯୋଉ ଆସିଯିବେ ତ ଆପଣଙ୍କ ସାମ୍ନାକୁ ଏଇ ଭୁଲେଖ ଓଡ଼ିଶାର ଅଫିସିଆଲ ୱେବ ପୋର୍ଟାଲଟି ଆପଣଙ୍କ ସାମ୍ନାକୁ ଆସିଯିବ। ତ ଯାହାର କି ଇଣ୍ଟରଫେସ ଆପଣମାନେ ଏମିତି ଦେଖିବା ପାଇଁ ପାଇବେ। ତ ଆପଣଙ୍କର ସେଇ ଜମି ପଟା ବା ଜମି ପଟାର ରେକର୍ଡ ଦେଖିବା ପାଇଁ ହେଲେ ଆପଣମାନେ ଟିକେ ତଳକୁ ଆସିବେ। ତ ତଳକୁ ଆସିଲା ପରେ ଯୋଉ ଆପଣଙ୍କର ଏଠାରେ ଯୋଉ ଲେଖା ଅଛି ସିଲେକ୍ଟ ଡିଷ୍ଟ୍ରିକ୍ଟ ତ ଏଇ ସିଲେକ୍ଟ ଡିଷ୍ଟ୍ରିକ୍ଟ ଉପରେ କ୍ଲିକ କରି ଆପଣଙ୍କର ଯାହା ବି ଯୋଉ ଆପଣଙ୍କର ଡିଷ୍ଟ୍ରିକ୍ଟ ରହିଛି ତ ତାକୁ ଆପଣମାନେ ଏଠାରେ ଆପଣଙ୍କର ବହୁତ ଗୁଡ଼ିଏ ଡିଷ୍ଟ୍ରିକ୍ଟ ରହିଥିବ ତ ଆପଣଙ୍କର ଯାହା ବି ଡିଷ୍ଟ୍ରିକ୍ଟ ରହିଥିବ ତ ତାକୁ ଆପଣମାନେ ଏଠାରେ ସିଲେକ୍ଟ କରିନିଅନ୍ତୁ। ଡିଷ୍ଟ୍ରିକ୍ଟ ସିଲେକ୍ଟ କରିସାରିଲା ପରେ ଆପଣମାନେ ତଳକୁ ଆସିଲା ପରେ ଏଠାରେ ଆପଣଙ୍କର ଯୋଉ ତହସିଲ ରହିଛି ତ ଆପଣମାନେ ସିମ୍ପଲି ସିଲେକ୍ଟ ତହସିଲ ଯୋଉ ବକ୍ସ ରହିଛି ତ ସେଇ ବକ୍ସ ଉପରେ ଆପଣମାନେ କ୍ଲିକ କରି ଆପଣଙ୍କର ଯାହା ବି ଯୋଉ ତହସିଲ ରହିଛି ତ ତାକୁ ମଧ୍ୟ ଆପଣମାନେ ଏଠାରେ ସିଲେକ୍ଟ କରିନିଅନ୍ତୁ। ତ ଆପଣଙ୍କର ତହସିଲ ଆପଣମାନେ ସିଲେକ୍ଟ କରିସାରିଲା ପରେ ଆପଣମାନଙ୍କର ଯୋଉ ଭିଲେଜ କଣ ରହିଛି ତ ତା ଆପଣମାନେ ଏଇ ଯୋଉ ସିଲେକ୍ଟ ଭିଲେଜ ଯୋଉ ବକ୍ସ ରହିଛି ତ ଏଇ ବକ୍ସ ଉପରେ କ୍ଲିକ କରି ଆପଣଙ୍କର ଯାହା ବି ଯୋଉ ଭିଲେଜ ରହିଛି ତ ତାକୁ ଆପଣମାନେ ଏଠାରୁ ଦେଖିକି ଆପଣମାନଙ୍କର ସିଲେକ୍ଟ କରିନିଅନ୍ତୁ। ତ ଆପଣଙ୍କର ଡିଷ୍ଟ୍ରିକ୍ଟ ତହସିଲ ଆଉ ଭିଲେଜ ଆପଣଙ୍କର ସିଲେକ୍ଟ କରିସାରିଲା ପରେ ତ ଆପଣ ଏଠାରେ ଦେଖିପାରିବେ କି ଆପଣଙ୍କର ଯୋଉ ଆରଆଇ ସର୍କଲ ରହିଛି ତ ସେଇ ଆରଆଇ ସର୍କଲ ଆପଣଙ୍କର ଅଟୋମେଟିକ ଆଗରୁ ଶୋ ହେଇଯିବ। ତାପରେ ଆପଣମାନେ ଏଇ ସାଇଡ କୁ ଆସିଯିବେ। ଏଇ ସାଇଡ କୁ ଆସିଲା ପରେ ଆପଣଙ୍କର ଯୋଉ ଏଠାରେ ଲେଖା ହେଇଛି ଖତିଆନ ପ୍ଲଟ ଆଉ ଟେନାଣ୍ଟ ତ ଏଇ ତିନିଟି ଅପସନ ଯୋଉ ଆପଣଙ୍କର ଲେଖା ହେଇଛି ତ ସିମ୍ପଲି ଆପଣଙ୍କର ଯଦି ଆପଣ ଖତିଆନ ନମ୍ବର ଜାଣିଛନ୍ତି ତ ସେଇ ଆପଣଙ୍କର ଯୋଉ ଖତିଆନ ନମ୍ବର ରହିଥିବ ମୁଁ ଆପଣଙ୍କୁ ସ୍କ୍ରିନରେ ମଧ୍ୟ ଗୋଟେ ଶୋ କରିଦେଉଛି। ତ ଏଇଭଳି ଭାବରେ ଆପଣଙ୍କ ପାଖରେ ଗୋଟେ ଜମିର ଯୋଉ ଖତିଆନ ରହିଥିବ ତ ସେଇ ଖତିଆନର ଗୋଟେ ନମ୍ବର ଆପଣଙ୍କର ରହିଥିବ। ତ ସିମ୍ପଲି ଆପଣଙ୍କର ଯଦି ସେଇ ଖତିଆନ ନମ୍ବର ରହିଛି ତ ଆପଣମାନେ ଏଇ ଯୋଉ ଏଇ ସିଲେକ୍ଟ ଖତିଆନ ଜାଗାରେ ଆପଣଙ୍କର ସେଇ ଖତିଆନ ନମ୍ବରଟିକୁ ଦେଇକି ତାପରେ ଆପଣମାନେ ଭ୍ୟୁ ଆରଓଆର ଉପରେ କ୍ଲିକ କରିବେ ତ ତାପରେ ଆପଣ ଆପଣଙ୍କର ସେଇ ଜମିର ରେକର୍ଡଟି ଆପଣମାନେ ଏଠାରେ ଦେଖିବା ପାଇଁ ପାଇଯିବେ। କିମ୍ବା ଯଦି ଆପଣଙ୍କର ଖତିଆନ ନମ୍ବର ଆପଣମାନେ ଜାଣିନାହାନ୍ତି ତ ସିମ୍ପଲି ଆପଣଙ୍କର ଯୋଉ ଏଠାରେ ଲେଖା ହେଇଛି ପ୍ଲଟ ନମ୍ବର ଆପଣମାନେ ଯେମିତି ଆପଣଙ୍କର ସେଇ ପ୍ଲଟ ନମ୍ବରକୁ ଆପଣମାନେ ସିଲେକ୍ଟ କରିବେ ଦେଖିପାରୁଥିବେ ଆପଣ ଏଠାରେ ଆପଣ ଯଦି ପ୍ଲଟ ନମ୍ବରକୁ ସିଲେକ୍ଟ କରୁଛନ୍ତି ତ ଆପଣଙ୍କର ଏଇ ସିଲେକ୍ଟ ପ୍ଲଟ ନମ୍ବର ଏଇ ବକ୍ସ ଜାଗାରେ ଆପଣଙ୍କର ସେଇ ପ୍ଲଟ ନମ୍ବରଟିକୁ ଦେବା ପାଇଁ ପଡିବ। ତ ତା ଦେଇ ସାରିବା ପରେ ଆପଣଙ୍କର ସିମ୍ପଲି ଆପଣମାନେ ଏଇ ଭ୍ୟୁ ଆରଓଆର ଉପରେ କ୍ଲିକ କରିବେ ତ ତାପରେ ଆପଣଙ୍କର ସେଇ ଯୋଉ ଜମି ରେକର୍ଡଟି ଆପଣ ଦେଖିପାରିବେ ବା ଜମି ପଟାଟିକୁ ଆପଣମାନେ ଦେଖିପାରିବେ। ଆଉ ଯଦି ଆପଣମାନେ ଆପଣଙ୍କର ସେଇ ଜମିର ପ୍ଲଟ ନମ୍ବର ଜାଣିନାହାନ୍ତି ତ ସିମ୍ପଲି ଆପଣମାନେ କଣ କରିବେ ନା ତ ଏଠାରେ ଆପଣଙ୍କର ଯୋଉ ଟେନାଣ୍ଟ ରହିଛି ତ ଏଇ ଟେନାଣ୍ଟ ଅପସନ ଉପରେ ଆପଣମାନେ କ୍ଲିକ କରିନିଅନ୍ତୁ। ତ ଟେନାଣ୍ଟ ଅପସନ ଉପରେ କ୍ଲିକ କରିବା ମାତ୍ରେ ଆପଣ ଏଠାରେ ଦେଖିପାରୁଥିବେ ଏଇ ବକ୍ସରେ ଆପଣଙ୍କୁ ଲେଖା ହେଉଛି ସିଲେକ୍ଟ ଟେନାଣ୍ଟ ନେମ୍। ତ ଆପଣମାନେ ଏଇ ଜାଗାରେ ଆପଣଙ୍କର ଯୋଉ ସିଲେକ୍ଟ ଟେନାଣ୍ଟ ନେମ୍ ଦେଇକି ମଧ୍ୟ ଆପଣମାନେ ଆପଣଙ୍କର ସେଇ ଜମି ରେକର୍ଡକୁ ଚେକ୍ କରିପାରିବେ। ତ ସିମ୍ପଲି ଆପଣଙ୍କର ଯାହା ବି ଯୋଉ ଏଇ ଯୋଉ ଟେନାଣ୍ଟ ନେମ୍ ରହିଛି ତାକୁ ମଧ୍ୟ ଆପଣମାନେ ଏଠାରେ ସିଲେକ୍ଟ କରିପାରିବେ। ତ ଯେମିତିକି ଆପଣଙ୍କର ଏଇ ଟେନାଣ୍ଟ ନେମ୍ କହିଲେ ଆପଣଙ୍କର ଯୋଉ ଟାଇଟେଲ ରହିଥିବ ସେଇ ଟାଇଟେଲ ସହିତ ଆପଣଙ୍କର ନାଁଟି ରହିଥିବ। ତ ସିମ୍ପଲି ଆପଣଙ୍କର ଏଇ ଜାଗାରେ ଆପଣମାନେ କ୍ଲିକ କରି ଆପଣଙ୍କର ସେଇ ନାଁଟିକୁ ଆପଣମାନେ ସିଲେକ୍ଟ କରିପାରିବେ। ତ ଯେମିତି ଆପଣଙ୍କର ଏଇ ଜାଗାରେ ଯୋଉ ସିଲେକ୍ଟ ଟେନାଣ୍ଟ ନେମ୍ ଜାଗାରେ ଆପଣଙ୍କର ଯେମିତି ଆପଣମାନେ ଯୋଉ ଆପଣଙ୍କର ସେ ଟେନାଣ୍ଟ ନେମ୍କୁ ଚୁଜ୍ କରିନେବେ ବା ସିଲେକ୍ଟ କରିନେବେ ତ ତାପରେ ଆପଣମାନେ ସିମ୍ପଲି ଏଇ ଭ୍ୟୁ ଆରଓଆର ଉପରେ କ୍ଲିକ କରିବେ। ତ ଯେମିତି ଆପଣମାନେ ସେ ଭ୍ୟୁ ଆରଓଆର ଉପରେ କ୍ଲିକ କରିବେ ତ ଆପଣଙ୍କ ସାମ୍ନାକୁ ଏଇ ଯୋଉ ଆପଣଙ୍କର ଜମି ପଟା ବା ଜମି ରେକର୍ଡ ପିଡିଏଫ ଆପଣଙ୍କ ପିଡିଏଫ ଫାଇଲଟି ଆପଣଙ୍କ ସାମ୍ନାକୁ ଆସିଯିବ। ତ ସିମ୍ପଲି ଆପଣମାନେ ଏଠାରେ ଆପଣଙ୍କର ସେଇ ଜମି ରେକର୍ଡ ବା ଜମି ପଟାଟିକୁ ଆପଣମାନେ ଦେଖିପାରିବେ। ପୁରା ଡିଟେଲ ଆପଣଙ୍କର ଯାହା ବି ଯୋଉ ଜମି ରେକର୍ଡ ଯୋଉ ଆପଣଙ୍କର ରହିଥିବ ତାହା ଆପଣମାନେ ଏଠାରେ ଆପଣମାନେ ଦେଖିପାରିବେ। ତ ସିମ୍ପଲି ଆପଣମାନେ ଏଇ ଯୋଉ ଜମି ପଟାଟିକୁ ଏଇଭଳି ଭାବରେ ଆପଣଙ୍କର ଡାଉନଲୋଡ କରିପାରିବେ ବା ଆପଣଙ୍କର ଯୋଉ ଜମି ରେକର୍ଡ ରହିଛି ତ ସେଇ ଜମି ରେକର୍ଡଟିକୁ ଆପଣମାନେ ଏଇଭଳି ଭାବରେ ଡାଉନଲୋଡ କରିପାରିବେ।
तो ये थिला गोटे छोटिया वीडियो आपण मैंने केमती आपन निज मोबाइल रे गोटे रु 2 मिनिट भितर आपनकर जो जमी रेकर्ड बा जमी जो पटार जो आपनकर रेकर्ड रहिछि बा जो जमी पटा रहिछि ताकू आपण माने केमती निज मोबाइल रे डाउनलोड करि परिबे। तो आशा करूछि आपनको ए वीडियो इन्फॉर्मेटिव लागिथिबो। जदि आपनको ए वीडियो इन्फॉर्मेटिव लागिछि ताले वीडियो को ए पर्यंत लाइक करन देले वीडियो को लाइक करिकि नियाति जिवे।